এই এସିଟା ଭଲ କି ଦେଖନ୍ତୁ କ'ଣ ପାଇଁ ନା এই ଏସିର ପ୍ରୋବ୍ଲେମ୍ ହେଉଛି ଗ୍ୟାସ୍ ଲିକେଜ୍। ତ এই ଏସିର 2 ଜଣ ଟେକ୍ନିସିଆନ୍ ଆସିଥିଲେ, ତ 2 ଜଣ ଯାକ ଗ୍ୟାସ୍ ପୁରେଇକି ପୋଡ଼ିଛନ୍ତି। ଗ୍ୟାସ୍ ପୁରେଇକି ପୋଡ଼େଇଲା ପରେ 10 ଦିନ ପରେ ଫିର୍ ଆଉ ଥରେ କୁଲିଂ ହେଉନି। ତ ଲିକେଜ୍ ଏଗୁଡ଼ା ଚେକ୍ କରିନାହାନ୍ତି, ସେ ଗ୍ୟାସ୍ ପୁରେଇ ଦେଇକି ପଳେଇଛନ୍ତି। ତ ଆମେ ଆସିଥିଲୁ ଆଜି ଦେଖିବା ପାଇଁ। ତ ଦେଖନ୍ତୁ ଏ ଏସିଟା ଆମର ସେ ଭେଣ୍ଟିଲେଟର୍ ହୋଲ୍ରେ ଲାଗିଥିଲା। ତ ଭେଣ୍ଟିଲେଟର୍ ହୋଲ୍ରୁ ଖୋଲିକି ସେ ତଳେ ଇନଷ୍ଟଲ୍ ବି କରିଛନ୍ତି। ଇନଷ୍ଟଲ୍ କଲା ପରେ ଦେଖନ୍ତୁ ସେ ପ୍ରୋବ୍ଲେମ୍ଟା ବାହାରିଛି। ତ ପ୍ରୋବ୍ଲେମ୍ ଯେଉଁ ବାହାରିଲା ଗ୍ୟାସ୍ ଲିକେଜ୍, ତ ଗ୍ୟାସ୍ ଲିକେଜ୍ ପ୍ରୋବ୍ଲେମ୍ ସେମାନେ ଚେକ୍ କରିନାହାନ୍ତି, ଖାଲି ଗ୍ୟାସ୍ ପୁରେଇ ଦେଇକି ପଳେଇଛନ୍ତି। ତ ବର୍ତ୍ତମାନ ଆସିଛୁ, ତ କେଉଁଠି ଲିକେଜ୍ ଅଛି ଆମେ ଚେକ୍ କରିକି ଦେଖିବୁ ଆଉ ଗ୍ୟାସ୍ ବି ପୁରେଇବୁ। ତ ଆମେ ଫାର୍ଷ୍ଟ ଦେଖନ୍ତୁ ସର୍ଫ ପାଣି ଦେଲା ପରେ ଇନଡୋର୍ ବି ଚେକ୍ କରିଦେଇଛୁ, କିନ୍ତୁ ଇନଡୋର୍ ଆମର ଲିକେଜ୍ କିଛି ମିଳିଲା ନାହିଁ। ତ ଆଉଟଡୋର୍ ଆସିଥିଲୁ ଆମେ ଚେକ୍ କରିବା ପାଇଁ। ତ ଦେଖନ୍ତୁ ଏଇ ଫ୍ଲାରିଂ ନଟ୍ ପାଖରେ ଆମର ଲିକେଜ୍ ପୁରା ଜଣାପଡ଼ୁଛି, ସର୍ଫ ପାଣି ଦେଲା ମାନେ ହିଁ ଜଣାପଡ଼ୁଛି ଦେଖନ୍ତୁ। ତ ତାକୁ ଆମେ ଠିକ୍ସେ ତାକୁ ଫ୍ଲାରିଂ କାଟିକି ତାକୁ ଆଉଥରେ ଫ୍ଲାରିଂ କରିକି ଆମର ଯେଉଁ ନଟ୍ ଅଛି ଫ୍ଲାରିଂ ନଟ୍ରୁ ସବୁ ଚେଞ୍ଜ କରିବୁ 2ଟା ଯାକର। ତ ହାଫ୍ର ନଟ୍ ବି ଆମର ଗୋଟେ ଫାଟି ଯାଇଛି। ତ ଦେଖନ୍ତୁ ଏଇଟା ଫ୍ଲାରିଂ ଚାଲିଛି ଆମର ବଢ଼ିଆ, ତାକୁ ଫ୍ଲାରିଂ କରିଦେଉଛୁ। ତ ଫ୍ଲାରିଂ କଲା 2ଟା ଯାକ ଫ୍ଲାରିଂ ହେବ। ତ ଆରୁ 2ଟା ଜଏଣ୍ଟ ଅଛି ସେ ଆମର କମ୍ପ୍ରେସର୍ ପାଖରେ, ତାକୁ ବି ବଢ଼ିଆ ସେ ତାକୁ ଫ୍ଲାରିଂ କରିବୁ। ତ ଦେଖନ୍ତୁ ଏଇଟା ଆମର 1/4ଟା ବଢ଼ିଆ ସେ ଫ୍ଲାରିଂ ହେଇଯାଇଛି। ତ ଆମର ହାଫ୍ ନଟ୍ଟାକୁ ଫ୍ଲାରିଂ କରିଦେବୁ। ତ ଫ୍ଲାରିଂ ଆମର ସରିଯାଇଛି 2ଟା ଯାକ। ତ ବର୍ତ୍ତମାନ ତାକୁ ଟାଇଟ୍ କରିଦେଉଛୁ। ତ ଦେଖନ୍ତୁ ଏଇଟା ଯେଉଁଟା ଫ୍ଲାରିଂ ନଟ୍ଟା ଆମର ହାଫ୍ର ଅଛି, ତାର ଦେଖନ୍ତୁ ପୁରା କ୍ରାକ୍ ପଡ଼ିଯାଇଛି। ତ ଯିଏ ଇନଷ୍ଟଲ୍ କରିଥିଲା ସେ ଟାଇମ୍ରେ ପୁରା କ୍ରାକ୍ ପଡ଼ିଯାଇଥିଲା। ତ ସେଥିପାଇଁ ଆମର ଗ୍ୟାସ୍ ବି ରହୁନଥିଲା, ଲିକେଜ୍ ହେଇଥିଲା। ତ ବର୍ତ୍ତମାନ ଏଇଟା ଭ୍ୟାକ୍ୟୁମ୍ ଚାଲିଛି, ଦେଖନ୍ତୁ ଭ୍ୟାକ୍ୟୁମ୍ ପମ୍ପ। ତ ବର୍ତ୍ତମାନ ପାଖାପାଖି ଆମର ଅଧା ଘଣ୍ଟାରେ 40 ମିନିଟ୍ ହେଇଗଲା ଭ୍ୟାକ୍ୟୁମ୍ ଚାଲିଥିଲା। ତ ଭ୍ୟାକ୍ୟୁମ୍ ଚାଲିଥିଲା ଦେଖନ୍ତୁ ଏଇଟା R32 ଆମର ଗ୍ୟାସ୍ ଅଛି। ତ R32 ରେଫ୍ରିଜରେଣ୍ଟ ଏଇ ଯେଉଁ ଲଗେଇବୁ। ତ ବର୍ତ୍ତମାନ ଦେଖନ୍ତୁ ପାଖାପାଖି ସରିଯାଇଛି ଭ୍ୟାକ୍ୟୁମ୍। ତ ବର୍ତ୍ତମାନ ଆମେ ଗ୍ୟାସ୍ ଛାଡ଼ି ଦେଇଛୁ। ତ ଆଉ ଥରେ ଦେଖନ୍ତୁ ଲିକେଜ୍ ଟେଷ୍ଟ କରୁଛୁ, ବାଇଚାନ୍ସ ଯଦି ଲିକେଜ୍ ଥିବ ତ ସର୍ଫ ପାଣି ଦେଇକି। ତ ଆମର ସବୁ ଓକେ ଅଛି। ବର୍ତ୍ତମାନ ଦେଖନ୍ତୁ ଗୋଟେ ଗ୍ୟାସ୍ ଚାର୍ଜିଂ ଚାଲିଛି, କମ୍ପ୍ଲିଟ୍ ପାଖାପାଖି ହେଇଗଲାଣି। ତ ବଢ଼ିଆ ଚିଲ୍ଡ ଆସୁଛି ଏଇଟା ଦେଖନ୍ତୁ। R32 ଆମର ଟ୍ୟାଙ୍କିଟା, ଗ୍ୟାସ୍ ଟ୍ୟାଙ୍କି। ତ ଦେଖନ୍ତୁ 2ଟା ପାଇପ୍ ପୁରା ଚିଲ୍ଡ ଆସୁଛି, ଦେଖିକି ଜାଣିପାରୁଥିବେ ବଢ଼ିଆ 2ଟା ଯାକ। ତ ଏଇଟା କରେଣ୍ଟ ଦେଖନ୍ତୁ 5.3 ନେଉଛି, ବଢ଼ିଆ କରେଣ୍ଟ ନେଉଛି। ତ ଏଇଟା ଆପଣ ବ୍ୟାକ୍ ପ୍ୟାସରେ ବଢ଼ିଆ ଦେଖନ୍ତୁ ହେଇଯାଇଛି ଗ୍ୟାସ୍ ଆମର। ତ ପାଇପ୍ 2ଟା ଯାକ ପୁରା ଚିଲ୍ଡ ଆସୁଛି, ସର୍ଟିଂ ପୁରା 2ଟା ଯାକ ଆସିଗଲାଣି। ତ ଆମର ଗ୍ୟାସ୍ ବି ହେଇଗଲାଣି। ତ ପାଖାପାଖି କାମ ସରିଯାଇଛି। ତ ଆମର ଚିଲ୍ଡ ବଢ଼ିଆ ଆସୁଛି ପବନ। ତ ବର୍ତ୍ତମାନ ଟେଷ୍ଟ କରୁଛୁ ଆମର ଦେଖନ୍ତୁ ପୁରା ଚିଲ୍ଡ ପବନ ଆସୁଛି, ବଢ଼ିଆ କୁଲିଂ ହେଉଛି ଏସିଟା। ତ ଫାର୍ଷ୍ଟ କ୍ଲାସ୍ ଚାଲିଛି, ପୁରା ବଢ଼ିଆ କୁଲିଂ ଆସୁଛି ବର୍ତ୍ତମାନ। ତ ଦେଖନ୍ତୁ ପୁରା ଚିଲ୍ଡ ପବନ ଆସୁଛି ପୁରା। ତ ଧନ୍ୟବାଦ, ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରନ୍ତୁ।